ମୋ ହାତରେ ଏହି ବହିକୁ ଦେଖି ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ, ମୁଁ ଏହି ବହିକୁ କ'ଣ ପାଇଁ ଧରିଛି ଏବଂ ଏ ବହିର ନାମ କ'ଣ? ମୋର ପ୍ରଶ୍ନ ଆପଣଙ୍କୁ ଏଇଟା କି ଏହି ବୁକ୍ର ଓଜନ କେତେ ହେବ? ଯଦି ଆପଣ ଭାବୁଛନ୍ତି ଏହି ବୁକ୍ର ଓଜନ 900 କିମ୍ବା 1000 ଗ୍ରାମ ହେବ, ତ ମୁଁ ଆପଣଙ୍କୁ କହି ରଖୁଛି ମୋର ପର୍ସପେକ୍ଟିଭ୍ ବିଲକୁଲ ଅଲଗା। ମୋର ମାନିବା ଏଇଟା କି ଏହାର ୱେଟ୍ କେତେ ହେବ ସେଥିରେ ଫରକ ପଡ଼େ ନାହିଁ। ମୁଁ ଆକୁ କେତେ ସମୟ ଧରିକି ରହିପାରିବି ସେଥିରେ ଫରକ ପଡ଼ିଥାଏ। ଯଦି ମୁଁ ଆକୁ ମିନିଟ୍ରୁ କିମ୍ବା 2 ମିନିଟ୍ ଧରିକି ରହିବି, ଏହାର ଓଜନ ମୋ ପାଇଁ କିଛି ନାହିଁ, ବହୁତ ହାଲକା। ଯଦି ମୁଁ ଆକୁ 15ରୁ 20 ମିନିଟ୍ ଧରିକି ରହିବି, ଇଏ ମୋତେ ହେଭି ହେବାରେ ଲାଗିବ। ଯଦି ମୁଁ ଆକୁ ଘଣ୍ଟାରୁ 2 ଘଣ୍ଟା ଧରିକି ରହିବି, ଇଏ ମୋ ହାତକୁ ବହୁତ ପେନ୍ ଦେବ। ଆଉ ଯଦି ମୁଁ ଆକୁ 5ରୁ 6 ଘଣ୍ଟା ଧରିକି ରହିବି, ହୋଇପାରେ ମୋ ହାତ ଅକାମ ହୋଇପାରେ କିମ୍ବା ମୁଁ ଆକୁ ଛାଡ଼ିବା ପାଇଁ ବାଧ୍ୟ ହେବି। ଆପଣ ଜାଣିଛନ୍ତି ଆପଣଙ୍କର ଯେଉଁ ୱରିସ୍ ଟେନସନ୍ ଏହି ବହି ପରି ହୋଇଥାଏ। ଯଦି ଆପଣ ଏମାନଙ୍କୁ 2ରୁ 3 ମିନିଟ୍ ମୁଣ୍ଡରେ ରଖୁଛନ୍ତି କିଛି ଫରକ ପଡ଼ିବନି, କିନ୍ତୁ ଯଦି ଆପଣ କିଛି ଘଣ୍ଟା ମୁଣ୍ଡରେ ରଖୁଛନ୍ତି ତ ମୁଣ୍ଡ ବଥେଇବାରେ ଲାଗିବ। ଯଦି ଆପଣ ପୁରା ଦିନ ସେହି ବିଷୟରେ ଭାବିଲେ ତ ଆପଣଙ୍କ ମୁଣ୍ଡ କିଛି କାମ କରିବନି। ମୁଁ ଯେମିତି ଏହି ବହିକୁ ତଳେ ରଖିଦେଲି, ଆପଣ ମଧ୍ୟ ଆପଣଙ୍କର ଷ୍ଟ୍ରେସ୍, ଟେନସନ୍ ଏବଂ ୱରିସ୍କୁ ତଳେ ରଖିବାକୁ ପଡ଼ିବ। ତଳେ ରଖିବା ମାନେ ଷ୍ଟ୍ରେସ୍ ଟେନସନ୍ ଆସିଲା, ଆପଣ ତା ବିଷୟରେ କିଛି ସମୟ ଭାବିଲେ, ତାପରେ ନିଜକୁ କେଉଁ କାମରେ ବ୍ୟସ୍ତ ରଖ। ଯଦି ଆପଣ ନିଜକୁ କେଉଁ କାମରେ ବ୍ୟସ୍ତ ରଖିଲେନି ତ ଆପଣ ତାକୁ ଯେଉଁ ଥଟ୍ ଆସିଲା ଆପଣ ତାକୁ ଆଭଏଡ଼୍ କରିପାରିବେନି। ମାଇଣ୍ଡରେ ସେଇ ଥଟ୍ ଚାଲିବାଟା ହିଁ ଚାଲିବ। ଯିଏ ଯେମିତି ଯେଉଁ ଥଟ୍ ଯେମିତି ତାକୁ ସେମିତି ସ୍ୱୀକାର କର କି ହଁ ଏଇଟା ଏମିତି, ସେଇଟା ସେମିତି, ସିଏ ଏମିତି, ମୁଁ କ'ଣ କରିପାରିବି, ମୋ ହାତରେ କ'ଣ ଅଛି। ବଟ୍ ହଁ, ଯଦି ଆପଣଙ୍କ ଦ୍ୱାରା କ'ଣ ହେଇପାରିବ ତ ଡେଫିନେଟଲି ଆକ୍ସନ୍ ନିଅନ୍ତୁ। ଯଦି ଆକ୍ସନ୍ ନେବା ଦ୍ୱାରା ଆପଣ ଏବଂ ସାମ୍ନାବାଲାର ମଙ୍ଗଳ ହୋଇପାରିବ ତ ଡେଫିନେଟଲି ଆକ୍ସନ୍ ନିଅନ୍ତୁ। ଯଦି ଆପଣ ପୁରା ଟେନସନ୍ରେ ରହୁଛନ୍ତି, ୱରିସ୍ରେ ରହୁଛନ୍ତି, ଏବେ ଟାଇମ୍ ଆସିଗଲା ନିଜର ବହିକୁ ତଳେ ରଖିବା ପାଇଁ। ନିଜର ଟେନସନ୍କୁ ଯିବାକୁ ଦିଅ, ଜଷ୍ଟ ରିଲାକ୍ସ। ଆଉ ସବୁଦିନେ ପୁରା ଫ୍ରେଶ୍ ମାଇଣ୍ଡର ସହିତ ନିଜର ଦିନ ଆରମ୍ଭ କର। ସୋ ନାଓ ୟୁ ଫିଲ୍ ଲାଇକ୍ ରିଲାକ୍ସଡ୍ ଆଣ୍ଡ ସେୟାର ଦିସ୍ ଭିଡ଼ିଓ ସୋ ଦ୍ୟାଟ୍ ଅନ୍ୟମାନେ ମଧ୍ୟ ଆପଣଙ୍କ ପରି ନିଜର ଷ୍ଟ୍ରେସ୍ ଏବଂ ଟେନସନ୍କୁ ତଳେ ରଖିପାରିବେ। ସି ୟୁ ନେକ୍ସଟ ଭିଡ଼ିଓ। ବି ହ୍ୟାପି, ବି ଆଲାଇଭ୍।